ପୁରାତନ କାଳରେ ଏକ ରାଜା ଥିଲେ। ତାଙ୍କର ନାମ ଥିଲା ଅଶ୍ୱପତି। ସେ ଧର୍ମପରାୟଣ ଓ ରାଜାବତ୍ସଳ ଥିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲା। ସେ ଭଗବାନଙ୍କୁ ଅନେକ ବର୍ଷ ଧରି ପୂଜା ଓ ତପସ୍ୟା କଲେ। ଶେଷରେ ଦେବୀଙ୍କ ଆଶୀର୍ବାଦରେ ତାଙ୍କ ଘରେ ଜନ୍ମ ନେଲେ ଏକ ସୁନ୍ଦରୀ କନ୍ୟା ସାବିତ୍ରୀ। ସାବିତ୍ରୀ ବହୁତ ଜ୍ଞାନୀ, ସୁନ୍ଦର ଓ ସତୀ ଥିଲେ। ବୟସ ହେବା ପରେ ସେ ନିଜ ପାଇଁ ବର ବାଛିଲେ। ସେ ଚୟନ କଲେ ଜଙ୍ଗଲରେ ବାସ କରୁଥିବା ଧର୍ମପରାୟଣ ଯୁବକ ସତ୍ୟବାନଙ୍କୁ। କିନ୍ତୁ ଋଷିମାନେ କହିଲେ ଯେ ସତ୍ୟବାନର ଆୟୁଷ ଅତ୍ୟନ୍ତ କମ୍। ବିବାହର 1 ବର୍ଷ ପରେ ସେ ମୃତ୍ୟୁବରଣ କରିବେ। ଏହା ଶୁଣି ସାବିତ୍ରୀ କହିଲେ, ମୁଁ ଯାହାକୁ ଏକାଥର ସ୍ୱାମୀ ଭାବେ ମାନି ନେଇଛି, ସେ ହିଁ ମୋର ସବୁକିଛି। ବିବାହ ପରେ ସାବିତ୍ରୀ ନିଜ ଶ୍ୱଶୁର ଘରେ ଧର୍ମ ଓ ସେବାରେ ଦିନ କାଟୁଥିଲେ। ସତ୍ୟବାନଙ୍କ ମୃତ୍ୟୁର ଦିନ ପାଖେଇ ଆସୁଥାଏ। ଏକ ଦିନ ସତ୍ୟବାନ କାଠ କାଟିବା ପାଇଁ ଜଙ୍ଗଲକୁ ଗଲେ। ସାବିତ୍ରୀ ମଧ୍ୟ ସାଙ୍ଗରେ ଗଲେ। ହଠାତ୍ ସତ୍ୟବାନଙ୍କ ମୁଣ୍ଡ ଘୂରିଲା। ସେ ସାବିତ୍ରୀଙ୍କ କୋଳରେ ଶୋଇପଡ଼ିଲେ। ସେତେବେଳେ ଯମରାଜ ଆସି ସତ୍ୟବାନଙ୍କ ପ୍ରାଣ ନେଇ ଚାଲିଗଲେ। ସାବିତ୍ରୀ ଯମରାଜଙ୍କ ପଛେ ପଛେ ଚାଲିଲେ। ଯମରାଜ କହିଲେ, ତୁମେ ଫେରିଯାଅ। କିନ୍ତୁ ସାବିତ୍ରୀ ହାର ମାନିଲେ ନାହିଁ। ଯମରାଜଙ୍କୁ ତାଙ୍କର ଧର୍ମ ଓ ପତିଭକ୍ତିରେ ପ୍ରସନ୍ନ କଲେ। ଯମରାଜ ତାଙ୍କୁ ବର ମାଗିବାକୁ କହିଲେ। ସାବିତ୍ରୀ ପ୍ରଥମେ ଶ୍ୱଶୁରଙ୍କ ଚକ୍ଷୁ ଫେରାଇବାକୁ ମାଗିଲେ। ପୁଣି ଥରେ ରାଜ୍ୟ ଫେରିବାକୁ ମାଗିଲେ। ଶେଷରେ ସେ କହିଲେ, ମୋତେ ସତ୍ୟବାନଙ୍କ ସହ ଶତପୁତ୍ରର ମାତା କରନ୍ତୁ। ଯମରାଜ ସାବିତ୍ରୀଙ୍କ ଭକ୍ତି ଦେଖି ତଥାସ୍ତୁ କହିଦେଲେ। ପରେ ବୁଝିଲେ ଯେ ସତ୍ୟବାନଙ୍କ ବିନା ଏହା ସମ୍ଭବ ନୁହେଁ। ସାବିତ୍ରୀଙ୍କ ପ୍ରତିଭକ୍ତି ଓ ବୁଦ୍ଧିରେ ପ୍ରସନ୍ନ ହୋଇ ସେ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଲେ। ଏହିଭଳି ସାବିତ୍ରୀ ନିଜ ସତୀତ୍ୱ ଓ ଭକ୍ତି ବଳରେ ସ୍ୱାମୀଙ୍କୁ ପୁନର୍ଜୀବନ ଦେଇଥିଲେ। ସେଥିପାଇଁ ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ବିବାହିତ ନାରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ କରନ୍ତି।